ଅଯୋଧ୍ୟାର ରାଜା ଦଶରଥ ତାଙ୍କର ଚାରି ପୁତ୍ର ଶ୍ରୀରାମ, ଭରତ, ଶତ୍ରୁଘ୍ନ ଆଉ ଲକ୍ଷ୍ମଣ, ଏଇ ଚାରି ପୁଅଙ୍କୁ ବିଶ୍ୱାମିତ୍ର ଧରି ଜନକ ରାଜାଙ୍କର ଶିବଧନୁ ଭଙ୍ଗ କରି ସୀତାଙ୍କୁ ସ୍ୱୟଂବର କରି ଆଉ ଅନ୍ୟ ତିନି ଝିଅ ଜନକ ରାଜାଙ୍କର ମାଣ୍ଡବୀ, ସୁତକୀର୍ତ୍ତି ଏମାନଙ୍କୁ ସଙ୍ଗରେ ଧରି ଚାରି ବୋହୂଙ୍କୁ ରାଜା ଦଶରଥ ତାଙ୍କ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ। ବନ୍ଧୁ, କହିବାର ତାତ୍ପର୍ଯ୍ୟ ଏହା ଯେ ଯେତେବେଳେ ପ୍ରଥମରେ ବିବାହ ହୋଇ ସ୍ତ୍ରୀକୁ ଧରି ଆସନ୍ତି, ଜୟୀ ଭଣଜା ମାନଙ୍କୁ, ବ୍ରାହ୍ମଣ ମାନଙ୍କୁ ପ୍ରଥମରେ ନିଜ ଶ୍ୱଶୁର ଘରେ ବହ ପର୍ଷଣା କରି ନୂଆ ନୂଆ ରେସିପି ବନେଇ ସେ ବ୍ରାହ୍ମଣ ଭୋଜନ ଦିଅନ୍ତି, ଜୟୀ ଭଣଜା ମାନଙ୍କୁ ମଧ୍ୟ ପରଷିଥାନ୍ତି। ସେହି ତାଙ୍କର ଘରେ ଦଶରଥ ରାଜା ସକାଳ ପାଇଲେ ନୂଆ ବହ ଆସିଛନ୍ତି, ମା ସୀତା ହେଉଛନ୍ତି ବଡ଼, ଆଉ ସୀତାଙ୍କୁ ଦଶରଥ ଡାକିଲେ ପାଖକୁ, ମାରେ କାଲି ହେଉଛି ପିତୃପିତାଙ୍କର ତୋର ହାତରେ ରୋଷେଇ କରି ତୁ ପିତୃପିତାଙ୍କୁ ସମର୍ପିତ କରିବୁ, ବ୍ରାହ୍ମଣ ମାନଙ୍କୁ ଭୋଜନ ଦେବୁ, ଜୟୀ ଭଣଜା ମାନଙ୍କୁ ପରଷିବୁ, ଏହିପରି ତୁ କାଲି ସବୁ କିଛି ପକ୍ୱାନ୍ନ ବନେଇବୁ, କରିବୁ ପାରିବୁ ତ ମା? ତାହେଲେ ସୀତା ଦଶରଥ ରାଜାଙ୍କୁ କହିଲେ ଯେ ହେ ପିତାମହ, ମୁଁ ନିଶ୍ଚୟ ଆପଣଙ୍କର କଥାରେ ସହମତ, ମୁଁ ନିଶ୍ଚୟ ସବୁ ପକ୍ୱାନ୍ନ କରିପାରିବି, ହେଲେ ମୋର ଗୋଟିଏ କଣ୍ଡିସନ ଅଛି। କି କଣ୍ଡିସନ ମା? କହ। ଦଶରଥ ରାଜାଙ୍କୁ ମା ଜାନକୀ କହିଲେ, ହେ ପିତା, ମୁଁ ଯେତେବେଳେ ଆପଣଙ୍କ ବୋହୂ ହିସାବରେ ପ୍ରଥମରେ ଆପଣଙ୍କର ରୋଷେଇ ସମ୍ଭାଳିବା ପାଇଁ ମୁଁ ଯାଉଛି ପକ୍ୱାନ୍ନ କରି, ମୋର ଏପରି ଏକ ବ୍ୟବସ୍ଥା ହେବା କଥା ଯେ ଯେଉଁ ବ୍ରାହ୍ମଣ ଜଣକ ମୋର ହାତରୁ ଭୋଜନ କରିବେ ସେ ଅନ୍ୟ କାହା ଘରେ ତାଙ୍କ ଜୀବନରେ ଖାଇ ନଥିବେ, ଭୋଜନ କେବେ କରିନଥିବେ, ଏପରି ଏକ ବ୍ରାହ୍ମଣ ମୋତେ ଦରକାର। ସେହି ବ୍ରାହ୍ମଣଙ୍କୁ ହିଁ ମୁଁ ପ୍ରଥମ ଅନ୍ନ ପରଷିବି। ଏଥିରେ ଯଦି ରାଜି, ତାହେଲେ ମୁଁ ଆପଣଙ୍କ କାର୍ଯ୍ୟ କରିବାରେ ବା ସମ୍ପାଦନ କରିବାରେ ମୋର କିଛି ଆପତ୍ତି ନାହିଁ। ଦଶରଥ ରାଜାଙ୍କର ମନରେ ଭାଳେଣି ପଡ଼ିଗଲା, ବନ୍ଧୁ, ଏପରି ବ୍ରାହ୍ମଣ ଖୋଜି ପାଇବେ କେଉଁଠୁ, ଯିଏକି ଜୀବନରେ କୌଣସି ସ୍ଥାନରେ କୌଣସି ଜାଗାରେ କାହାରି ଗୃହରେ ସେ କେବେ ମଧ୍ୟ ଅନ୍ନ ପ୍ରସାଦ ଖାଇନଥିବ। ତାପରେ ଦଶରଥ ରାଜା ସ୍ମରଣ କଲେ ନାରଦ ମହର୍ଷିଙ୍କୁ, ଆଉ ନାରଦ ମହର୍ଷି ହେଉଛନ୍ତି ଦେବତା କୁଳଙ୍କର ବଡ଼ ସେବକ। ସେ ପ୍ରତ୍ୟେକ କଥା ଏପଟୁ ସେପଟ ସେପଟୁ ସେପଟ କହିବାରେ ନ୍ୟସ୍ତ ହୋଇଥାନ୍ତି। ତାଙ୍କର କାମ ହେଲା ଡାକ ସେବାରେ ନିଯୁକ୍ତି ରହିବା। ନାରଦ ମହର୍ଷି ଆସିଲେ, କ'ଣ ହେଲା ରାଜା, ମୋତେ କ'ଣ ପାଇଁ ମୋତେ ସ୍ମରଣ କଲେ? ଦଶରଥ ରାଜା କହିଲେ, ମା ଜାନକୀ କାଲି ପକ୍ୱାନ୍ନ କରିବେ ଆମ ଘରେ ପ୍ରଥମ କରି, ଆଉ ସେ କହୁଛନ୍ତି ଯେ ତାଙ୍କୁ ଏପରି ବ୍ରାହ୍ମଣ ଦରକାର ଯିଏକି କୌଣସି ଘରରେ ଅନ୍ନ ଭୋଜନ କରିନଥିବେ। ଏପରି ବ୍ରାହ୍ମଣ କେଉଁଠୁ ପାଇବା ମହର୍ଷି? ନାରଦ ମହର୍ଷି କିଛି କ୍ଷଣ ପାଇଁ ଚିନ୍ତିତ ରହିଗଲେ। ତାପରେ ରାଜାଙ୍କୁ କହିଲେ, ନିଶ୍ଚୟ ମିଳିବେ ମହାରାଜ, ଆପଣ ଯଦି ଆଦେଶ ଦେବେ ତାହେଲେ ମୁଁ ଯାଇ ଏଇ କଥାଟା ତାଙ୍କ ଆଗରେ ପ୍ରକାଶ କରିବି। ରାଜା କହିଲେ, କ'ଣ ପାଇଁ ଆଉ ବିଳମ୍ବ କରୁଛ ମହର୍ଷି?
ଯାଅ ସେଇ ବ୍ରାହ୍ମଣ ଜଣଙ୍କୁ ନିମନ୍ତ୍ରଣ ଦେଇ ଆସ। ତାପରେ ମହର୍ଷି କହିଲେ, ମହାରାଜ ସେ ଆଉ କେହି ନୁହନ୍ତି ବିଶ୍ରବା ଋଷିଙ୍କର ସନ୍ତାନ ରାବଣ। ଲଙ୍କାର ଦେଶରେ ସେ ରାଜୁତି କରୁଛନ୍ତି। ସେହି ରାବଣ ମୋର ଜାଣିବାରେ କାହାରି ଘରେ ଆଜି ସୁଦ୍ଧା ସେ ଅନ୍ନ ସ୍ପର୍ଶ କରିନାହାନ୍ତି। ଆଉ ସେ ହେଉଛନ୍ତି ଋଷି ସନ୍ତାନ। ତାହେଲେ ଏପରି ଯଦି ତମେ ଜାଣିଛ ତାହେଲେ ତାଙ୍କୁ ନିଉତା ଦେଇ ଆସ। କାଲି ସେ ସକାଳରୁ ଆସି ନିତ୍ୟକର୍ମ ଶେଷ କରି ଆମ ଗୃହରେ ପ୍ରବେଶ କରିବେ। ନାରଦ ଚାଲିଗଲେ ଲଙ୍କାପୁରକୁ। ରାବଣଙ୍କ ପାଖରେ ଦଣ୍ଡାୟମାନ। ରାବଣ ତାଙ୍କର ଆସନରୁ ଉଠି ପଡ଼ି ଋଷିଙ୍କୁ ସସମ୍ମାନରେ ଆସନ ଗ୍ରହଣ କରିବା ପାଇଁ କହିଲେ। ଆଉ ଆସିବାର ପ୍ରୟାସ କୁହନ୍ତୁ ବୋଲି ଯେତେବେଳେ କହିଲେ, ନାରଦ ମହର୍ଷି କହିଲେ, ହେ ବ୍ରହ୍ମବେତ୍ୟା ରାବଣ, ତମକୁ ଦଶରଥ ରାଜାଙ୍କର ନେଉତା ଅଛି। କାଲି ତମେ ଯାଇ ମାତା ସୀତାଙ୍କୁ ହସ୍ତରୁ ଅନ୍ନ ଭୋଜନ କରିବାକୁ ପଡ଼ିବ। ତାପରେ ରାବଣ କିଛି ମୁହୂର୍ତ୍ତ ସ୍ତମ୍ଭୀଭୂତ ହୋଇ କହିଲେ, କିଛି କଥା ନୁହେଁ, ବ୍ରାହ୍ମଣମାନଙ୍କର ତ ନୀତିଦିନିଆ କଥା, ଯେଉଁଠାରେ ଭୋଜନ ମିଳିବ କ'ଣ ପାଇଁ ବା ମୁଁ ନ ଯିବି। ଆଉ ଯଦି ପ୍ରଥମ କରି ମାତା ସୀତା ମୋତେ ବ୍ୟଞ୍ଜନ ଦେବେ ତାହେଲେ ମୋର ମଧ୍ୟ ଗୋଟିଏ କଣ୍ଡିସନ୍ ଅଛି। ସେହି କଣ୍ଡିସନରେ ଯଦି ସେହି ମା ସୀତା ରାଜି ହେବେ ମୁଁ ତାଙ୍କ ହସ୍ତରୁ ଗ୍ରହଣ କରିବି, ନହେଲେ ମୁଁ ଯାଇପାରିବିନି। ରାବଣଙ୍କ ମୁଖରୁ ଏ ବାଣୀ ଶୁଣି ନାରଦ ମହର୍ଷି ଚିନ୍ତିତରେ ମ୍ରିୟମାଣ ହୋଇଗଲେ। ଆପଣଙ୍କର ପୁଣି କି କଣ୍ଡିସନ୍? ରାବଣ କହିଲେ, ମହାଶୟ ସୀତାଙ୍କୁ କହିଦେବ ଯଦି ନିଜ ସ୍ୱହସ୍ତରେ ଧାନକୁ ସେ ଜମିରେ ବୁଣିବେ, ଧାନ ଗଛ ହେବ, ଗଛରୁ ଫଳ ଫଳିବ, ଆଉ ସେଇ ଫଳକୁ ମାତା ସୀତା ଆଣି ନିଜ ସ୍ୱହସ୍ତରେ କୋଟି କରି ସେ ବ୍ୟଞ୍ଜନ କରିବେ, ତାହେଲେ ସେହି ବ୍ୟଞ୍ଜନ ପରଷିଲେ ମୁଁ ତାଙ୍କ ହସ୍ତରୁ ଅନ୍ନ ଭୋଜନ କରିବି। ଏହି କଣ୍ଡିସନରେ ଯଦି ମୋର ରାଜି, ତାହେଲେ ମୁଁ କାଲି ନିଶ୍ଚୟ ଯିବି ତାଙ୍କ ଗୃହକୁ। ନାରଦ ମହର୍ଷି ବ୍ୟସ୍ତତାରେ ପଡ଼ିଗଲେ। କ'ଣ କରିବେ ତାହେଲେ ମୁଁ ପଚାରି ବୁଝି ଆସୁଛି। ପୁଣି ପ୍ରତ୍ୟାବର୍ତ୍ତନ କଲେ ବନ୍ଧୁ ମା ସୀତାଙ୍କ ପାଖକୁ। ମାତା ସୀତାଙ୍କୁ କହିବା ଆଗରୁ ମା ସୀତା ଜାଣିପାରିଗଲେ ଯେ ରାବଣଙ୍କର ଅନ୍ତରର ବାଣୀ। ମା ସୀତା କହିଲେ, ନାରଦ ମହର୍ଷି ଆପଣ କିଛି ଚିନ୍ତା କରନ୍ତୁ ନାହିଁ। ରାବଣ ମହାଶୟ ମୋର ଅତିଥି, ମୋର ପୂଜ୍ୟ, ମୋର ପିତୃତୁଲ୍ୟ, ପୁଣି ବ୍ରାହ୍ମଣ। ଆଉ ମୋର ହସ୍ତରୁ ସେ ପ୍ରଥମ କରି ଅନ୍ନ ଭୋଜନ କରିବେ। ତାଙ୍କର କଣ୍ଡିସନରେ ଯାଅ କହିଦେବ ମାତା ସୀତା ରାଜି ହୋଇଛନ୍ତି। କୌଣସି ଦ୍ୱିଧା ନ କହି ଆପଣ ନିର୍ଦ୍ଦିଷ୍ଟ ସମୟରେ ପ୍ରବେଶ କରନ୍ତୁ। ନାରଦ ଆନନ୍ଦରେ ବିହଳିତ ହୋଇ ଯାଇ ରାବଣଙ୍କୁ କହିଲେ। ରାବଣ ମଧ୍ୟ ଆନନ୍ଦିତ ହେଲେ। ପ୍ରଥମ କରି ମା ଲକ୍ଷ୍ମୀଙ୍କ ହାତରୁ ସେ ବ୍ୟଞ୍ଜନ ଭୁଞ୍ଜିବେ। ବିତିଗଲା ଦିନ, ବିତିଗଲା ରାତ୍ରି, ସକାଳ ସୂର୍ଯ୍ୟ ଉଦୟ ହେଲା। ମାତା ସୀତା ଏକ ଧାନ ଆଞ୍ଜୁଳିଏ ଧରି ବାରିଆଡ଼େ ଥିବା ଅଗଣାରେ ବିଞ୍ଚି ଦେଲେ। ସାଙ୍ଗେ ସାଙ୍ଗେ ବୃକ୍ଷ ଜାଗୃତ ହେଲା, ଅଙ୍କୁରିତ ହୋଇ ଧୀରେ ଧୀରେ ଗଛ ହେବାରେ ଲାଗିଲା।
ଗଛ ହୋଇ ସାଙ୍ଗେ ସାଙ୍ଗେ ଧାନ କେଣ୍ଡା ଫଳିଲା ସେହି ଗଛରେ। ଆଉ ସେହି ଧାନ କେଣ୍ଡାକୁ ମା ସୀତା ନିଜ ହସ୍ତରେ ଅମଳ କଲି ଆଣି ନିଜ ସ୍ୱହସ୍ତରେ ତାକୁ କୁଟିବାରେ ଲାଗିଲେ। କୁଟି କରି ତାକୁ ଭଲ କରି ଧୌତ କରି ବ୍ୟଞ୍ଜନ କରିବାରେ ଲାଗି ପଡ଼ିଲେ। ବ୍ୟଞ୍ଜନ ସାମଗ୍ରୀ ଆନନ୍ଦରେ ତିଆରି ହୋଇଗଲା ବନ୍ଧୁ। ରାବଣ କହିଥିବା ସମୟ ଅନୁସାରେ ପହଞ୍ଚିଗଲେ ବ୍ରାହ୍ମଣ ବେଶରେ। ସମସ୍ତେ ବସିଛନ୍ତି ଭୋଜନ ପାଇଁ। ମାତା ସୀତା ବ୍ୟଞ୍ଜନ ଥାଳି ଆଣି ପ୍ରଥମ ଥାଳିରେ ପରଶିବାକୁ ଲାଗିଲେ ରାବଣଙ୍କର। ରାବଣ ଦେଖୁଛନ୍ତି ମା ଜାନକୀଙ୍କର ବଦନକୁ, ଆଉ ଜାନକୀ ମା ଦେଖୁଛନ୍ତି ରାବଣର ବଦନକୁ। ପିତା ପୁତ୍ରଙ୍କର, ପିତା ଝିଅଙ୍କର ମିଳନ ଚକ୍ଷୁ ମୁଦ୍ରିତ ହୋଇଗଲା, ଛଳ ଛଳ ହୋଇଗଲା ପିତାଙ୍କର ନୟନ ଆଉ ଜାନକୀଙ୍କର ନୟନରେ। ଅଶ୍ରୁଧାର ବହିବାରେ ଲାଗିଲା। ତଥାପି ନିଜକୁ ନିଜେ ସମ୍ଭାଳି ନେଲେ ସେହି ପୁତ୍ରୀ ଆଉ ପିତା। ବ୍ୟଞ୍ଜନ ପରଷା ହେଲା। ଖାଇସାରିବା ପରେ ରାବଣ କହିଲେ, ମା ତୁ ମୋର ଘରକୁ କେବେ ତୁ ଯିବୁ? କହିଥିଲେ ବନ୍ଧୁ। ଯେତେବେଳେ ଏହି କଥା ରାବଣ ମୁଖରୁ ଶୁଣିଛନ୍ତି ମାତା ସୀତା, ସେହି ସମୟରେ କହି ଉଠିଲେ, ଆପଣ ଯେଉଁ ମୁହୂର୍ତ୍ତରେ ମୋତେ ନେଇ ଆସିବେ ମୁଁ ସେହି ମୁହୂର୍ତ୍ତରେ ଆପଣଙ୍କ ପାଖକୁ ଆପଣଙ୍କ ସହିତ ଯିବି। ଏହା ଥିଲା ପୁତ୍ରୀ ଆଉ ଏକ ପିତାଙ୍କର ବାତ୍ସଲ୍ୟ ମମତାର ସଙ୍ଗମ ସ୍ଥଳୀ। ଆଉ ଏହି ସଙ୍ଗମ ସ୍ଥଳୀ ପ୍ରଭୁ ଶ୍ରୀରାମ ପୂର୍ଣ୍ଣ କରିଥିଲେ। ଆଉ ମାତା ସୀତାଙ୍କୁ ସତକୁ ସତ ରାବଣ ନେଇ ଆସିଥିଲା ସେହି ସନ୍ନ୍ୟାସ ବେଶ ଧାରଣ କରି। ଆଉ ମାତା ସୀତା ତାଙ୍କର ସାଙ୍ଗରେ ଯାଇଥିଲେ ଆଉ ରହିଥିଲେ ଅଶୋକ ବାଟିକାରେ। ନମସ୍କାର, ଜୟ ଜଗନ୍ନାଥ।